ଉଦୟ ସକାଳେ ହୃଦୟ ମନ୍ଦିରେ ଉଦୟ ସକାଳେ ହୃଦୟ ମନ୍ଦିରେ ଭକତି ଦୀପ ଦେଲେ ଜାଳି ଭକତି ଦୀପ ଦେଲେ ଜାଳି ମା ବୋଲି ତାକୁ ଡାକି ଦେଲେ ଥରେ ମା ବୋଲି ତାକୁ ଡାକି ଦେଲେ ଥରେ ଆଶିଷ ଦିଏ ସେ ଢାଳି ଆଶିଷ ଦିଏ ସେ ଢାଳି ଉଦୟ ସକାଳେ ହୃଦୟ ମନ୍ଦିରେ ଭକତି ଦୀପ ଦେଲେ ଜାଳି ଭକତି ଦୀପ ଦେଲେ ଜାଳି स्नेह सरधा मार ममता स्नेह सरधा जीवनर पात्रे सते सुधा मार ममता स्नेह सरधा जीवनर पात्रे सते सुधा अळप नुहे से अळिक नुहे से अळप नुहे से अळिक नुहे से सदा पड़ू थाए झरी सदा पड़ू थाए झरी हृदय सकाळे हृदय मंदिरे भक्ति दीप देले जाली भक्ति दीप देले जाली मा 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 ए मनर जेते गभीर जातना लिभि जाए पाई मार करुणा ए मनर जेते गभीर जातना लिभि जाए पाई मार करुणा सबू तो मिलाई यही जीवने सबू तो मिलाई यही जीवने करिले ता पासे अली करिले ता पासे अली उदय सकाळे हृदय मंदिरे भक्ति दीप देले जाली
ଅତି ଦୀପ ଦେଲେ ଜାଳି ମା ବୋଲି ତାକୁ ଡାକିଦେଲେ ଥରେ ମା ବୋଲି ତାକୁ ଡାକିଦେଲେ ଥରେ ଆଶିଷ ଦିଏ ସେ ଢାଳି ଆଶିଷ ଦିଏ ସେ ଢାଳି ମା ମା ଆଶିଷ ଦିଏ ସେ ଢାଳି ଆଶିଷ ଦିଏ ସେ ଢାଳି ଆଶିଷ ଦିଏ ସେ ଢାଳି ମା वंदे मातरम। Sri Aurobindo Mira upon my mind, my life towards the divine way. We can achieve the without fail. Srimata Saranam Mama, Sri Aurobindo Saranam Mama. ଆଜିର ଏହି ଦିବ୍ୟ ମୁହୂର୍ତ୍ତରେ ଆମମାନେ ସମସ୍ତେ ଲାଇଭ୍ ଡିଭାଇନର out of the sevenfold ignorance towards the sevenfold knowledge दिव्य जीवन ग्रंथर सप्तदा अविद्यारु सप्तदा विद्यार अभिमुखरे पाठ करी आसुचंती। आमने आज 740 पृष्ठा इंग्राजी एवं ओडियार 751-52 पृष्ठा को जीवा 52 पृष्ठा ताले वर्तमान मु भवेश भाई को अनुरोध करुच्ची। भवेश भाई ये कार्यक्रम को आगु को नेबे। भाई करुणामयी माँ परम प्रभु श्री अरविंद आमे मांकर अमृत बेलारे तांकरी प्रज्ञार पथ चलिया सम्मत होता कारण सबु आत्मा को अभिनंदन जनाऊँ एवं ये कार्यक्रम रे जो मैंने जीवंत भाव में अंशग्रहण करुछंती प्रशांत भाई समेत सब भाई अपा माने जो मैंने ये दीर्घ पथ चलिबारे निजर सम्मति प्रदान करिछंती समस्त को मांकर कृपा भिक्षा करुछि एवं आमे गतकाली towards the sevenfold knowledge जो आम अध्ययन करुछंती से तार पैराग्राफ 16 पाठ पढ़ी जोटा इंग्राजी बही रे 769 पेज रे रही। तो 768 और 769 मोर नुआ बहीटा पुराना बही भाई तो कहले ताले आमे गोटे गुरुत्वपूर्ण विषय को अध्ययन करथिले ताथिला हमरो इगोइस्टिक इग्नोरेंस संपर्क रे। जेतेबेले जने मनुष्य तार टेम्पोरल इग्नोरेंस भीतर मुक्त हुए ता संगे संगे जे ई काल अधीन मन प्राण शरीरटी बा ये गोटे आयुष तार शेष आयुष नुहे बा सर्वशेष अंतिम आयुष नुहे। यही बाटर अनेक आयुष आम पथरे आसी आग को आसीपे सबुथर आम अनेक अनुभूति संग्रह करूँ सबु अनुभूति गुड़िक आमको एक आध्यात्मिक उत्तरण पथरे नहीं पारि थाए। जितेबाला आम
କାଳର ସୀମାଟିକୁ ଅତିକ୍ରମ କରି କାଳାତୀତତାର ସନ୍ଧାନ ପାଉ, ସେତେବେଳେ ଆମେ ଏଇ ସମୟର ଯୋଉ ଘଟଣା ଗୁଡ଼ିକୁ ବହୁତ କିଛି ଗୁରୁତ୍ୱ ଦେଇ, ବହୁତ କିଛି ଗଣ୍ଠି ପକେଇ, ବହୁତ କିଛି ତାକୁ ଗୋଟେ ଗୋଟେ ଆମ ବାଟରେ ଆମେ ତାକୁ ଯୋଉ ଘଟେଇବାର ଚେଷ୍ଟା କରୁ। କାରଣ ମହାକାଳ ଏପରି ଯେ ସବୁ କିଛିକୁ ବଦଳେଇ ଦିଏ। ଆମେ ଯୋଉଠି ଅଛୁ ସେଇଠି ରହିବା ପାଇଁ କେତେ ଉଦ୍ୟମ କରୁଛୁ, ଆମେ ଯାହା ଚାହୁଁଛୁ ତାହା ସେହିପରି ହୋଇ ଉଠୁ, ଆମ ପାଖରେ କେତେ ଜିଦ୍ ରହିଛି, କେତେ ଇନସିଷ୍ଟମେଣ୍ଟ ରହିଛି। କିନ୍ତୁ 1000 ବର୍ଷ ପରେ ଆମେ ଯେତେବେଳେ ନଥିବା, ପ୍ରକୃତିକୁ ନିଜେ ବଦଳେଇବ, ଅଥଚ ସେଇ ଜାଗାରେ ସେଇଟା ହଉ, ଏଇ ଜାଗାରେ ଏଇଟା ରହୁ, ଏମିତି ନ ହେଇ ସେମିତି ହଉ, ଆମେ ତା ଭିତରେ କେତେ ଗଣ୍ଠି ପକେଇକି ବୁଲୁଥାଉ। ଏସବୁ ନିଜେ ନିଜେ ଭାବିବେ। ଯେତେବେଳେ ଆମେ ଏଇ କାଳଗତ ଅହଙ୍କାରଟି ଭିତରୁ ମୁକ୍ତ ହବା, ସେତେବେଳେ ଆପେ ଆପେ ଆମେ ଅହଂଗତ ଅବିଦ୍ୟା ଭିତରୁ ମଧ୍ୟ ମୁକ୍ତ ହେଇଯାଇପାରିବା। କାରଣ ଯେ ଯେତେ ପର୍ଯ୍ୟନ୍ତ ଆମେ ଏଇ ଅବିଦ୍ୟା ଭିତରେ ବାନ୍ଧି ହେଇକି ରହିବା, କୌଣସି ନା କୌଣସି ବିନ୍ଦୁରେ ଆମ ପାଇଁ ଦିବ୍ୟ ଜୀବନ ଅସାଧ୍ୟ ହୋଇ ରହିବ, ଦୂର ପ୍ରତିହତ ହୋଇ ରହିବ। ଆଉ ଆମେ ଯେଉଁ ପୂର୍ଣ୍ଣତା ପଥରେ ଅଛନ୍ତି, ସେଇ ପୂର୍ଣ୍ଣତା ତାର ଅଭିବ୍ୟକ୍ତି ପାଇବ ନାହିଁ। କାରଣ ଅହଂ ହେଉଛି ଗୋଟେ ଭ୍ରମ। ଇଗୋ ଇଜ୍ ଏ ଫଲସିଫିକେସନ। ଯେମିତି ଟେମ୍ପରାଲ ଇଗ୍ନୋରେନ୍ସରେ ଆମେ ଏହି ପ୍ରାଣ, ଏହି ମନ, ଏହି ଦେହ ସହିତ ଗୋଟେ ଏକରୂପତା ଆଉ ଆଇଡେଣ୍ଟିଫିକେସନ ହେଇକି ଥାଏ, ସେଇଭଳି ଇଗୋ ଇଗ୍ନୋରେନ୍ସରେ ମଧ୍ୟ ସମାନ କଥାଟି ଘଟୁଥାଏ। ଆମେ ଭାବୁ ମୋର ପରିଚୟ ହେଉଛି ଏଇ ଦେହ, ମୋର ପରିଚୟ ହେଉଛି ଏଇ ମନ, ମୋର ପରିଚୟ ହେଉଛି ଏଇ ପ୍ରାଣ। ମା ଗୋଟେ ଚମତ୍କାର ଉପମା ଦେଇଛନ୍ତି। ଘରକୁ ଜଣେ ଅତିଥି ଆସିଲେ, ଘର କବାଟ ଖୋଲିବାକୁ ଗୋଟେ ଚାକର ଯାଏ, ସର୍ଭେଣ୍ଟ କି ଜଣେ ଅର୍ଡରଲି। କବାଟ ଖୋଲିଲା ପରେ ଘରର ଅତିଥିଙ୍କୁ ଯଦି କହେ ଯେ ଘରର ମାଲିକ ଶୋଇଛନ୍ତି, ଏବେ ମୁଁ ଘରର ମାଲିକ ହେଇଛି, ସେ ଯୋଉଭଳି କଥା ଆତ୍ମାଙ୍କର ଅନୁଭବ ବିନା ଆମେ ନିଜର ଦେହ, ମନ, ପ୍ରାଣ ସାମ୍ନାକୁ ଥାନ୍ତି, ସେଇ ଘରର ସର୍ଭେଣ୍ଟ ଭଳି ସେମାନେ କବାଟ ଖୋଲନ୍ତି ଆଉ ସେମାନେ ପରିଚୟ ଦିଅନ୍ତି ଯେ ମୁଁ ହେଉଛି ସବୁ। କିନ୍ତୁ ଦେହ, ମନ, ପ୍ରାଣ ସେନା ଗୋଟିଏ ଆୟୁଷ ପାଇଁ, ଗୋଟିଏ ସମୟ ପାଇଁ, ତାପରେ ତାର କିଛି ଅସ୍ତିତ୍ୱ ନାହିଁ, ନଥାଇପାରେ। ତେଣୁ ସେଇ ସ୍ଥିତିରେ ଆମେ ଯଦି ନିଜକୁ ସୀମାବଦ୍ଧ କରି ରଖିବା, ତାହେଲେ ପ୍ରକୃତରେ ସେଇ ସୀମାବଦ୍ଧତା, ଦେହ, ମନ, ପ୍ରାଣର ଏଇ ଆଇଡେଣ୍ଟିଫିକେସନ, ଏଇ ଯୋଉ ଭ୍ରମ, ଏଇଟା ଆମ ବ୍ୟକ୍ତିତ୍ୱର ଏକ ମିଥ୍ୟା ପ୍ରତିନିଧି ହେଇପାରିବ, ଯାହାକୁ ଆହୁରି ଭଲ ଅର୍ଥରେ ଶାସ୍ତ୍ରକାର ମାନେ କହିଛନ୍ତି ମୁଖା ପିନ୍ଧିବା। ପର୍ସନାଲିଟି ଇଜ ଏ ମାସ୍କ। ମୁଖା ପିନ୍ଧା ମଣିଷ, ତାର ଯିଏ ପ୍ରକୃତ ତାର ଆତ୍ମା, ସିଏ ଭିତରେ ନିର୍ବିକାର ଭାବରେ ନିଶ୍ଚଳ ହେଇକି ରହିଛନ୍ତି, ଅଥଚ ସେ ଯେହେତୁ କିଛି ଆବାଜ କରୁନାହାନ୍ତି, କିଛି ଶବ୍ଦ କରୁନାହାନ୍ତି, ଯୋଉମାନେ ଶବ୍ଦ କରୁଛନ୍ତି, ଯୋଉମାନେ ସାମ୍ନାକୁ ଆସୁଛନ୍ତି, ସେମାନେ କହୁଛନ୍ତି ଆମେ ହଉଛୁ ମାଲିକ। ଅହଂବୋଧର ଏଇ ଅଜ୍ଞାନ ଆମକୁ କଣ କଣ ଅସୁବିଧାରେ ପକାଏ? ପ୍ରଥମ ଅସୁବିଧା, ଅନ୍ୟ ଆତ୍ମା ଗୁଡ଼ିକ ଠାରୁ ଆମକୁ ବିଚ୍ଛିନ୍ନ କରି ରଖେ। ସେପାରେସନ ଫ୍ରମ୍ ଅଦର ସୋଲ୍ସ। ମୁଁ ଏଇ କଥାଟିରେ ଅଧିକ ଆଲୋକପାତ କରିବାକୁ ଚାହୁଁଛି, କାରଣ ଆମେ ଏଇ ଜଗତରେ ଯୋଉ ବଞ୍ଚି ରହିଛୁ, ତାର ଏକ ବଡ଼ କାରଣ ହେଉଛି ଅନ୍ୟମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା, ରିଲେସନ୍ସ।
ଆମେ କେତେ ବାଟରେ ସମ୍ବନ୍ଧିତ, କେତେ ବାଟରେ ଆମେ ଅନୁଷ୍ଠାନ ମାନଙ୍କ ସହିତ ସମ୍ପର୍କ ରଖିଛୁ, ଦେବାଦେବୀ ମାନଙ୍କ ସହିତ ସମ୍ପର୍କ ରଖିଛୁ, ପରିବେଶ ସହିତ ସମ୍ପର୍କ ରଖିଛୁ, ଆମର ଚାରିପଟର ପରିବେଶ ସହିତ ସମ୍ପର୍କ ରଖିଛୁ, ବୃହତ୍ତର ସମାଜ ସହିତ ସମ୍ପର୍କ ରଖିଛୁ, ବିଶ୍ୱ ସହିତ ସମ୍ପର୍କ ରଖିଛୁ, ଆମେ ଆକାଶ ତାରା ମଣ୍ଡଳ ସହିତ ମଧ୍ୟ ସମ୍ପର୍କିତ, ବାୟୁ ସହିତ, ଜଳ ସହିତ, ସମସ୍ତଙ୍କ ସହିତ ମଣିଷ ସମ୍ପର୍କିତ। ଏପରିକି ଆମେ ଗତକାଲି ଆଲୋଚନା କରିଥିଲେ କୀଟ ପତଙ୍ଗ ପର୍ଯ୍ୟନ୍ତ ଆମର ସମ୍ପର୍କ ରହିଛି। ଏଠି ବିନା ସମ୍ପର୍କରେ କେହି ବି ଗୋଟିଏ କ୍ଷଣ ତିଷ୍ଠି ରହିପାରିବ ନାହିଁ। ତାହେଲେ ଆମେ ଯଦି ଏଇ ସମ୍ପର୍କ ଗୁଡାକୁ ନେଇ ବଞ୍ଚୁଛୁ ଆଉ ତାକୁ କେତେ ଗୁରୁତ୍ୱ ବି ଦଉଛୁ, ଦବା ଉଚିତ ମଧ୍ୟ। ଆପଣ ଦେଖିବେ ସମ୍ପର୍କ ନିର୍ମାଣ କ୍ଷେତ୍ରରେ ଆମ ହାତରେ ସେସବୁ ଗୋଟେ ବିଫଳତା ହିଁ ଲାଗେ। ଆମେ କହୁ ଆମ ପୁଅକୁ ଏତେ ଭଲ ପାଇଲୁ, ଅଥଚ ପୁଅ ଆମକୁ ସେଇ ଅନୁସାରେ ପ୍ରତିଦାନ ଦେଲା ନାହିଁ। ମୁଁ ମୋର ବନ୍ଧୁକୁ ଏତେ ଭଲ ପାଇଲି, ଅଥଚ ସେ ମତେ ସେଇଭଳି ଗୋଟେ ପ୍ରତିଦାନ ଦେଲା ନାହିଁ। ମୁଁ ବହୁ ଦିନ ତଳେ ରୁଷିଆରୁ ପ୍ରକାଶିତ ଏକ ଇଂରାଜୀ ପତ୍ରିକାରେ ପଢିଥିଲି, ପିଲାବେଳେ ମୋ ଦେହରେ ଗୋଟେ ଇମ୍ପ୍ରିଣ୍ଟ ହେଇଯାଇଛି ଯେ ଜଗତରେ ଦୁଃଖ କଣ? ଦୁଃଖଟି ହେଲା when your love is not reciprocated। ଆମେ ଯୋଉ ପରିମାଣରେ ଭଲ ପାଉଛନ୍ତି ସେଇ ପରିମାଣରେ ଯଦି ତାର ପ୍ରତ୍ୟୁତ୍ତର ନ ମିଳେ, ମଣିଷଟି ନିରାଶ ଅନୁଭବ କରେ, ଡିସିପେଟେଡ ହୁଏ, ମାନେ ଗୋଟେ ପ୍ରକାର ଭାଙ୍ଗି ପଡେ, ଫ୍ରଷ୍ଟ୍ରେସନ, ଇରିଟେସନ, ଡିପ୍ରେସନ ସବୁ ତାର ଜନନୀ। କଣ ପାଇଁ ସେମିତି ବିଫଳତା ହଉଛି? ଏଇ ବିଫଳତା ଏଇଥିପାଇଁ ହଉଛି ଆମେ ଯିଏ ମାଲିକ ତା ସହିତ କଥା ହଉନାହାନ୍ତି। ଆମେ କଥା ହଉଛୁ ଯୋଉମାନେ ତା ଚାରିକଡେ ରହିଛନ୍ତି, ଦେହ ସହିତ, ମନ ସହିତ, ପ୍ରାଣ ସହିତ। ଆତ୍ମାର ସମ୍ପର୍କ ସ୍ଥାପିତ ହୋଇପାରୁନାହିଁ, ଆତ୍ମିକ ସମ୍ପର୍କ ନାହିଁ। ଯୋଉଠି ଆତ୍ମିକ ସମ୍ପର୍କ ଅଛି ସେ ସମ୍ପର୍କ ନିଶ୍ଚିତ ପ୍ରତ୍ୟୁତ୍ତର ଦେବ। ଆଜି ସମାଜରେ ସମ୍ପର୍କକୁ ନେଇ ମଣିଷର ବହୁ ଚିନ୍ତା ଓ ବ୍ୟଥା, କିନ୍ତୁ ଆମେ ଅନ୍ୟ ସହିତ କନେକ୍ଟେଡ ହେଇପାରୁନାହାନ୍ତି, କାରଣ ମାଲିକ ସହିତ ଆମର ସିଧା ସିଧା ସମ୍ପର୍କ ହଉନାହିଁ। ଆମେ ଯୋଉ ତାର ବାହାରିଆ ଆଟପ ସହିତ ଯୋଉ ସମ୍ବନ୍ଧ ସ୍ଥାପନ କରୁଛୁ, ସେଇ ଚୁକ୍ତି ଗୁଡିକ ଭାଙ୍ଗି ପଡୁଛି। ଅର୍ଥାତ୍ ଆମେ ଅନ୍ୟ ଆତ୍ମା ଗୁଡିକ ଠାରୁ ନିଜକୁ ବିଚ୍ଛିନ୍ନ ଅନୁଭବ କରୁ, ଯେତେ ପର୍ଯ୍ୟନ୍ତ ଆମ ଭିତରେ ଏଇ ଅହଂବୋଧ ଅଜ୍ଞାନତା ରହିଥିବ। ଅହଂବୋଧ କହିଲେ ଗୋଟେ ଆସ୍ଫାଳନ, ବୃଥା ଗର୍ବ, ସେ ଯେତିକି ନୁହେଁ, ନିଜର ଶରୀର ଏବଂ ନିଜର ପ୍ରାଣ ଓ ନିଜର ମନକୁ ନିଜର ପରିଚୟ ଭାବରେ ଗ୍ରହଣ କରିନେବା, ଏଇଟା ହଉଛି ଫଲସିଫିକେସନ। ଆଉ କଣ ହୁଏ ନା, ଯେତେବେଳେ ଆମେ ଏଇ ଯୋଉ ଅନ୍ୟ ମାନଙ୍କ ଠାରୁ ବିଚ୍ଛିନ୍ନ ହେଇଯାଉ, ସେତେବେଳେ ଆମେ ନିଜ ବ୍ୟକ୍ତିଗତ ଅନୁଭୂତିର ବାଡ ଭିତରେ ବନ୍ଦୀ ହେଇକି ଥାଉ। You are connected means you are confined to yourself। ତାପରେ ଆମେ ଜଣେ ବିଶ୍ୱ ଭାବାପନ୍ନ ବ୍ୟକ୍ତି ରୂପେ ଜୀବନ ବଞ୍ଚିବାରୁ ବଞ୍ଚିତ ହେଉ, ଯୋଉଟା ଆମର ଲକ୍ଷ୍ୟ, ଯୋଉଟା ଆମର ଅଗ୍ରଗତିର ଲକ୍ଷଣ, ଯେ ଆମେ ଧୀରେ ଧୀରେ ବ୍ୟକ୍ତିଗତ ମଣିଷ ହେଇକି ନାହୁଁ, ଆମେ ଗୋଟେ ବିଶ୍ୱ ଭାବାପନ୍ନ ମଣିଷ ହେଇକି ରହିଛୁ। ଅର୍ଥାତ୍ ଏକଥା ଆମେ ବୁଝି ସାରିଛୁ ଯେ ବିଶ୍ୱ ଅଛି ତ ଆମେ ଅଛୁ, ଆମେ ଅଛୁ ତ ବିଶ୍ୱ ଅଛି। କିନ୍ତୁ ପ୍ରଥମଟା ବେଶୀ ଗୁରୁତ୍ୱପୂର୍ଣ୍ଣ, ଯେ ଆମେ ବିଶ୍ୱ ଅଛି ତ ଆମେ ଅଛୁ। ଅର୍ଥାତ୍ ଗୋଟିଏ ଜଳ କଣିକା ର ଅସ୍ତିତ୍ୱ ସମୁଦ୍ରର ଅସ୍ତିତ୍ୱ ଉପରେ ସମ୍ପୂର୍ଣ୍ଣତା ନିର୍ଭର କରେ। କାରଣ ଯଦି ଗୋଟିଏ ଜଳ କଣିକା ମାତ୍ର ରହିବ, ତାହେଲେ ସୂର୍ଯ୍ୟ ତାକୁ
ବାଷ୍ପ କରିକି ନେଇଯିବେ ଉପରକୁ। କିନ୍ତୁ ଯଦି ସମୁଦ୍ର ଭିତରେ ଥାଏ ତାହେଲେ ସେ ସେଇଭଳି ରହିବ ଏବଂ ସେ ଜଳକଣା ଗୁଡ଼ିକ ସୂର୍ଯ୍ୟ ନେଇଯାଇଥିଲେ ବି ସେ ପୁଣି ତାକୁ ଫେରେଇ ଦେବେ। ବିନ୍ଦୁର ବେଶୀ ସମୟ ପର୍ଯ୍ୟନ୍ତ ଅସ୍ତିତ୍ୱ ନଥାଏ, କିନ୍ତୁ ସିନ୍ଧୁର ଅସ୍ତିତ୍ୱଟି ଅନନ୍ତ କାଳ ପର୍ଯ୍ୟନ୍ତ ରହିପାରେ। ଯେତେ ପର୍ଯ୍ୟନ୍ତ ଆମ ଭିତରେ ଏଇ ବିଶ୍ୱ ଭାବାପନ୍ନତା ୟୁନିଭର୍ସାଲ ଇଣ୍ଡିଭିଜୁଆଲ ଭାବରେ ଆମେ ଜନ୍ମ ବା ଆମେ ସେଇ ଦିଗକୁ ଅଭିବ୍ୟକ୍ତ ହେଇଯାଇନାହୁଁ, ସେତେ ପର୍ଯ୍ୟନ୍ତ ଆମ ନିଜ ଅସ୍ତିତ୍ୱ ପ୍ରତି ସବୁବେଳେ ଗୋଟେ ବିପଦ ରହିଛି ଏବଂ ସବୁ ସମୟରେ ଲାଗିବ ଆମକୁ ମୁଁ ବିନଷ୍ଟ ହେଇଯିବି କି। ଆଉ ଯେତେ ପର୍ଯ୍ୟନ୍ତ ଆମେ ବିଶ୍ୱ ଜୀବନ ନୁହେଁ, ବିଶ୍ୱ ପ୍ରାଣ ନୁହେଁ, ବିଶ୍ୱ ବେଦନ ନୁହେଁ, ସେତେ ପର୍ଯ୍ୟନ୍ତ ଆମ ଭିତରେ ଏକ ନୈର୍ବ୍ୟକ୍ତିକତାର ଜନ୍ମ ହବ ନାହିଁ। ଆମେ ସେଇଭଳି ବ୍ୟକ୍ତିଗତ ହିଁ ରହିବା, ସବୁବେଳେ ନିଜ ସୁଖ ଦୁଃଖ, ନିଜର ଭାବନା, ନିଜର ସମ୍ପର୍କ, ନିଜର କଥାକୁ ନେଇ ଗଣ୍ଠି ପକେଇ ବୁଲୁଥିବା, ସେଇଟା ହଉଛି ଇଗୋ। ଯେତେବେଳେ ପ୍ରକୃତରେ ଜଣେ ବ୍ୟକ୍ତି ବିଶ୍ୱାୟତନର ଚେତନା ଭିତରେ ପ୍ରବେଶ କରେ, ସେ ସବୁବେଳେ ନିଜର ଯୋଉ ଆତ୍ମ ଶାଖା ବା ନିଜର ଯୋଉଟା କୁହାଯିବ ଫଲ୍ସ ଆଇଡେଣ୍ଟିଫିକେସନ, ତା ଭିତରୁ ମୁକ୍ତ ହେଇଯିବାର ଏକ ବିରାଟ ସମ୍ଭାବନା ତା ପାଇଁ ରହିଛି। ଶ୍ରୀ ଅରବିନ୍ଦଙ୍କର ଅଧିକାଂଶ ପ୍ରବନ୍ଧରେ ଲାଇଫ ଡିଭାଇନରେ ଅନ୍ତତଃ ସବୁ ଜାଗାରେ ବିଶ୍ୱ ପ୍ରାଣ ହବା ପାଇଁ ସେ ଆମକୁ ବହୁବାର କହିଛନ୍ତି। ବିଶ୍ୱ ବ୍ୟକ୍ତିତ୍ୱ ଜଣେ ୟୁନିଭର୍ସାଲ ମାଇଣ୍ଡ ନେଇକି ଜଣେ ବଞ୍ଚୁ। ଆପଣ ଭାବନ୍ତୁ, ଆମ ପାଖରେ ଗୋଟେ କ୍ଷୁଦ୍ର ମନ ଅଛି, ସେଇ ମନଟି ଯେତେବେଳେ ବିରାଟ ହେଇଯିବ, ୟୁନିଭର୍ସାଲ ମାଇଣ୍ଡ ହେଇଯିବ। ଆଜି ଆପଣ ଗୋଟିଏ ପରିବାରର, ଗୋଟିଏ ଅନୁଷ୍ଠାନର ଭଲ କଥା ଚିନ୍ତା କରୁଛନ୍ତି, ଯୋଉଦିନ ଆପଣ ସମଗ୍ର ବିଶ୍ୱର କଲ୍ୟାଣର କଥା ଚିନ୍ତା କରିବେ, ଆପଣ କଣ ହେବେ? ଜଣେ ଦେବତା ହେଇଯିବେ। ଦେବତା ମାନେ ସମଗ୍ର ବିଶ୍ୱର କଲ୍ୟାଣ କଥା ଭାବନ୍ତି, କେବଳ ଆମେରିକାର କଲ୍ୟାଣ କି ସିଙ୍ଗାପୁରର କଲ୍ୟାଣ କି ଭାରତର କଲ୍ୟାଣ କଥା ଭାବନ୍ତି ନାହିଁ, କେବଳ ହିନ୍ଦୁ ମାନଙ୍କର କଲ୍ୟାଣ କି ମୁସଲମାନ ମାନଙ୍କର କଲ୍ୟାଣ ଭାବନ୍ତି ନାହିଁ। ଯେତେବେଳେ ଅବଧୂତ ସୂର୍ଯ୍ୟଙ୍କ ଠାରୁ ପବନଙ୍କୁ ଗୁରୁ କରିଥିଲେ, ସେତେବେଳେ ଦେଖିଲେ ଯେ ଏଇମାନେ ହେଉଛନ୍ତି ୟୁନିଭର୍ସାଲ। କାରଣ ସୁଗନ୍ଧପୂର୍ଣ୍ଣ ସ୍ଥାନକୁ ବାୟୁ ଯାଆନ୍ତି, ଦୁର୍ଗନ୍ଧପୂର୍ଣ୍ଣ ସ୍ଥାନକୁ ବି ବାୟୁ ଯାଆନ୍ତି। ତାଙ୍କ ପାଖରେ ଭଲ ମନ୍ଦର ବିଚାର ନାହିଁ। ଏବଂ ସୂର୍ଯ୍ୟଦେବ ମଧ୍ୟ ସେଇଭଳି ସମସ୍ତ ପରିଷ୍କାର ସ୍ଥାନକୁ ଯାଉଛନ୍ତି, ତାକୁ ଆଲୋକିତ କରୁଛନ୍ତି, ଫୁଲ ପାଖକୁ ଯାଉଛନ୍ତି, ଫୁଲ ବଗିଚାକୁ ଯାଉଛନ୍ତି, ଆଉ ଯୋଉଠି ଅପରିଷ୍କାର ଶ୍ମଶାନ, ଯୋଉଠି ଶବ ସଢୁଛି, ସେଇଠି ବି ଯାଉଛନ୍ତି। ତାହେଲେ ଏଇଟା ହଉଛି ୟୁନିଭର୍ସାଲିଟି। ସବୁ କିଛିକୁ ଗ୍ରହଣ କରିପାରିବା, ସବୁ କିଛିକୁ ବାସ୍ତବ ରୂପରେ ସ୍ୱୀକାର କରିବା ଆଉ ତାକୁ ରୂପାନ୍ତରିତ କରିବା। ସୂର୍ଯ୍ୟ କଣ କରନ୍ତି? ସବୁ ଜିନିଷକୁ ରୂପାନ୍ତରିତ କରନ୍ତି। ବାୟୁ ବି ସବୁ କଥାକୁ ରୂପାନ୍ତରିତ କରନ୍ତି। ଦୁର୍ଗନ୍ଧପୂର୍ଣ୍ଣ ସ୍ଥାନକୁ ସୁଗନ୍ଧରେ ଭରିଦେବାର କ୍ଷମତା ବାୟୁ ଦେବତାଙ୍କର ରହିଛି। ସେଥିପାଇଁ ସବୁ ଆମେ ତାଙ୍କୁ ଦେବତ୍ୱର ସ୍ଥାନ ଦେଇଛୁ। ତେଣୁ ଯେତେବେଳେ ଆମେ ଗୋଟେ ବ୍ୟକ୍ତି ଭାବାପନ୍ନ ହେଇକି ଥାଉ, ବିଶ୍ୱ ଭାବାପନ୍ନ ଯେତେ ପର୍ଯ୍ୟନ୍ତ ଆମେ ହେଇନାହୁଁ, ସେତେ ପର୍ଯ୍ୟନ୍ତ ଆମେ ଆମର ସର୍ବୋଚ୍ଚ ଆତ୍ମସତ୍ତାଙ୍କ ଠାରୁ ମଧ୍ୟ ବିଚ୍ଛିନ୍ନ ହେଇକି ରହୁ। ଆୱାର ହାଏଷ୍ଟ ସେଲ୍ଫ ଠାରୁ, ଆମର ଭଗବାନଙ୍କ ଠାରୁ ଆମେ ବିଚ୍ଛିନ୍ନ ହେଇକି ରହୁ। ସେପାରେସନ ଫ୍ରମ ଗଡ୍। ଯେଉଁ ଭଗବାନ ଯାବତୀୟ ଅସ୍ତିତ୍ୱ ମଧ୍ୟରେ ଆତ୍ମା ରୂପରେ ବାସ କରନ୍ତି, ସବୁ ଅସ୍ତିତ୍ୱ ଭିତରେ ଭଗବାନଙ୍କର ଉପସ୍ଥିତି ଅଛି ଅଣୁପରମାଣୁ ପର୍ଯ୍ୟନ୍ତ। ଆହୁରି ତା ଯଦି କ୍ଷୁଦ୍ରାତ ବିକ୍ଷୁଦ୍ର, ଆହୁରି କ୍ଷୁଦ୍ରାତ ବିକ୍ଷୁଦ୍ର, କ୍ଷୁଦ୍ର ଯେତେ ଅଣୁ ରୂପରେ ଆହୁରି ଯେତେ ଅଣୁ ଅଛି ତା ତଳେ ତଳେ ତଳେ, ସେ ସବୁ ଭିତରେ ଭଗବାନଙ୍କର ଉପସ୍ଥିତି ରହିଛି। Who is the one self in all existences and the divine inhabitant within us. ତେଣୁ ଆମେ ସେଇ ଦିବ୍ୟ
ପରମ ଅଧିବାସୀ ହେଇ ରହିଛନ୍ତି ସବୁ ସତ୍ତା ଭିତରେ, ଆମେ ସେ କଥାଟିକୁ ଜାଣିପାରୁନାହିଁ। କିନ୍ତୁ ଶ୍ରୀ ଅରବିନ୍ଦ ଯେତେବେଳେ ସାଧନା ଆରମ୍ଭ କରିନଥିଲେ, ଯେତେବେଳେ କୋର୍ଟ ରୁମରେ ତାଙ୍କର ବିଚାର ହେଉଥିଲା, ଯେ ସେତେବେଳେ ସେ ଜାଣିଥିଲେ ଏଠି ସବୁ କିଛି ବାସୁଦେବମୟ। ଯିଏ ବିଚାର କରୁଛନ୍ତି ସେ ବାସୁଦେବ, ଯିଏ ତାଙ୍କ ବିରୁଦ୍ଧରେ ଓକିଲ ହେଇକି ରହିଛନ୍ତି ସେ ବି ବାସୁଦେବ, ଯିଏ ତାଙ୍କ ସପକ୍ଷରେ ଓକିଲ ହେଇଛନ୍ତି ସେ ବାସୁଦେବ, କୋର୍ଟ ରୁମରେ ଯିଏ ପିଆଦା କାମ କରୁଛି, ନାଁ ଧରି ଡାକୁଛି ସେ ବି ବାସୁଦେବ, ଯୋଉ କଏଦୀ ମାନେ ରହିଛନ୍ତି ସେ ମଧ୍ୟ ବାସୁଦେବ। ଅର୍ଥାତ୍ ବାସୁଦେବ ସମସ୍ତଙ୍କ ଅନ୍ତର ମଧ୍ୟରେ ରହି ଏ ବିଶ୍ୱ ନାଟକଟିକୁ, ବିଶ୍ୱ ଲୀଳାଟିକୁ ସମ୍ପନ୍ନ କରୁଛନ୍ତି। ଆମେ ନାଟକରେ ଦେଖିଛୁ ଯେ ସେ କାହାଣୀ ଆପଣ ଅନେକ ପଢିଥିବେ, ତା ଆଗ ରାତିରେ ଯୋଉମାନେ ବାଳି ସୁଗ୍ରୀ ହେଇକି ଲଢିଥିଲେ ନିଜ ଭିତରେ, ସେମାନେ ସକାଳ ହବାଳକୁ ସାଙ୍ଗ ହେଇକି ତାସ ଖେଳୁଛନ୍ତି। ଗୋଟେ ଛୋଟ ପିଲା ଯାଇକି ଅପେରା ପାର୍ଟିକୁ ଦେଖୁଛି, ହାଉ ଇଟ୍ ଇଜ୍। ସେ ଦେଖୁଛି ଗତ ରାତିରେ ଯୋଉମାନେ ଏତେ ଲଢୁଥିଲେ ପରସ୍ପର ଭିତରେ, ଏତେ ଶତ୍ରୁ ଥିଲେ, ପରସ୍ପରର ରକ୍ତ ପାଇଁ ଏତେ ବ୍ୟାକୁଳ ଥିଲେ, ପିପାସୁ ଥିଲେ, ସେମାନେ ସକାଳ ହବା ବେଳକୁ ସାଙ୍ଗ ହେଇଯାଇଛନ୍ତି। ତାଙ୍କ ମୁହଁରୁ ରଙ୍ଗ ଚାଲି ଯାଇଛି ଏବଂ ତାପରେ ସେମାନେ ବସି ତାସ ଖେଳୁଛନ୍ତି, ମଜା କରୁଛନ୍ତି। ବିଶ୍ୱଲୀଳା ସେଇ ବାଟରେ ସଂଗଠିତ ହଉଛି। କିନ୍ତୁ ଆମେ ତାକୁ ହିଁ ସତ୍ୟ ବୋଲି ମନେ କରି, ନାଟକଟିକୁ ସତ୍ୟ ବୋଲି ମନେ କରିକି ଆମେ ତା ଦେହରେ ଗଣ୍ଠି ପକେଇ ବଞ୍ଚୁଛୁ। ଇଏ ହଉଛି ଆମ ପାଇଁ ବିଡମ୍ବନା। ତାପରେ ଆମେ ଏକଥା ପଢିଥିଲେ, ଏହାର ଉପାୟ କଣ, କିଭଳି କଣ କଲେ ଆମେ ଏଇ ଅହଙ୍କାର ଭିତରୁ ମୁକ୍ତ ହେବା। ଆମକୁ ଯିବାକୁ ପଡିବ କୋଉଠିକି ନା, ଇନଟୁ ଦ ହାଇଟ୍, ଡେପ୍ଥ ଆଣ୍ଡ ୱାଇଡନେସ୍ ଅଫ୍ ଦ ସ୍ପିରିଟ। ଆମ ଆତ୍ମାର, ଆମ ଚିଦ୍ଗତତାର ଶିଖର, ପ୍ରସାର ଓ ଗଭୀରତା ମଧ୍ୟକୁ ଆମକୁ ଯିବାକୁ ପଡିବ। ଯେତେବେଳେ ଯିବା, ସେଇଠି ଆଉ ଚେତନାଟି ରୂପାନ୍ତରିତ ହେଇଯିବ ଏବଂ ଅହଂଟି ଆଉ ସେଠି ବଞ୍ଚି ପାରିବ ନାହିଁ। ଇଗୋ କ୍ୟାନ୍ ନୋ ଲଙ୍ଗର ସର୍ଭାଇଭ୍ ଦେୟାର। ନିଜର କ୍ଷୁଦ୍ରତା ଓ କ୍ଷୀଣତା ମଧ୍ୟ ଦୂର ହେଇଯିବ ଏବଂ ତାହା ଏକ ବିପୁଳ ବ୍ୟାପ୍ତତା ମଧ୍ୟରେ ତିଷ୍ଠି ରହିବା। ଯେତେବେଳେ ଗୋଟେ ବିପୁଳ ଆଲୋକ ଭିତରେ ଯେଭଳି ଅନ୍ଧକାର ତିଷ୍ଠି ରହିପାରେ ନାହିଁ, ସେଇଭଳି ଯେତେବେଳେ ଆପଣ ନିଜକୁ ଏକ ବିପୁଳତା ଭିତରକୁ ନେଇଯିବେ, ବିଶ୍ୱମୟତା ଭିତରକୁ ନେଇଯିବେ, ସେତେବେଳେ ବ୍ୟକ୍ତିମୟତାଟି ଆଉ ବଞ୍ଚି ରହିପାରିବ ନାହିଁ। ଟୁ ସବସିଷ୍ଟ ଇନ୍ ଦ୍ୟାଟ୍ ଭାଷ୍ଟ, ସେ ବିରାଟତ୍ୱ ଭିତରେ କ୍ଷୁଦ୍ରତାଟି ଆଉ ବଞ୍ଚି ରହିପାରିବ ନାହିଁ। ଏବଂ ଯେତେବେଳେ ସେ ଏଇଭଳି ଅସମର୍ଥ ହେଇଯିବ, ବିପୁଳତା ମଧ୍ୟରେ ସେ କୋଉଠି ବିଲୀନ ହେଇଯିବ, ଆଉ ଯେତେବେଳେ ତାର ସୀମା ଗୁଡିକ ରହିଯାଏ, ଯେତେ ପର୍ଯ୍ୟନ୍ତ ଆମର ସୀମା ରହିଛି, ବାଡ ରହିଛି ଆମ ମନର, ଯେ ନା ମୁଁ ଜଣେ ବ୍ୟକ୍ତି, ମୁଁ ଗୋଟେ, ମୋର ନିଜ ସ୍ୱତନ୍ତ୍ର ଅସ୍ତିତ୍ୱ ରହିଛି, ମୁଁ ବିନ୍ଦୁ, ମୁଁ ସିନ୍ଧୁ ନୁହେଁ, ତାହେଲେ ସେତେ ପର୍ଯ୍ୟନ୍ତ ଆମର ଅହଂ ରହିଥାଏ। ଯେତେବେଳେ ସୀମା ଚାଲିଯାଏ, ଅହଂର ବିନାଶ ହେଇଥାଏ। perishes by the loss of its limits। ଯୋଉଦିନ ଆମେ ଆମକୁ ଯିଏ ବିଚ୍ଛିନ୍ନ କରିଛି, ଆମକୁ ଯିଏ ବ୍ୟକ୍ତି ଭାବରେ ରଖିଛି, ଯୋଉ ଚେତନା, ସେପାରେଟେଡ୍ ଇଣ୍ଡିଭିଜୁଆଲିଟିର, ତାର ଯଦି କାରାଗାରକୁ ଆମେ ଭାଙ୍ଗିଦବା, ବ୍ରେକ୍ସ ଆଉଟ୍ ଅଫ୍ ଇଟ୍ସ ଇମ୍ପ୍ରିଜନମେଣ୍ଟ, ତାହେଲେ ଆମେ ଦେଖିବା ଯେ ଆମ ଭିତରେ ଯିଏ ଶାଶ୍ୱତ, ଯିଏ ଆମ ଭିତରେ ପୁରୁଷ ଆତ୍ମା, ସେହି ସେଦିନ ସମ୍ମୁଖକୁ ଆସିବେ। ଆମେ ସେଦିନ ବିଶ୍ୱାତ୍ମକ ହେବା, ବିକମ୍ସ ୟୁନିଭର୍ସାଲ। ଆମେ ଏକ ବିଶ୍ୱଗତ ଚେତନାକୁ ଗ୍ରହଣ କରିବା, କସ୍ମିକ୍ କନସିୟସନେସକୁ ନିଜର ଚେତନା ରୂପରେ, ଏବଂ ତା ସହିତ ଆମେ ବର୍ତ୍ତମାନ ଆଇଡେଣ୍ଟିଫାଏଡ ହେବା। ଆମେ ଯୋଉ ବ୍ୟକ୍ତିଗତ ପର୍ସନାଲ ବଡି, ମାଇଣ୍ଡ ଏବଂ ଲାଇଫ ସହିତ ଆଇଡେଣ୍ଟିଫାଏଡ ଅଛୁ, ସେଇ ଆଇଡେଣ୍ଟିଫିକେସନଟା ବର୍ତ୍ତମାନ ବଦଳିଯିବ with a vastness। ଆମେ ସର୍ବଭୂତର ଆତ୍ମା, ସେଲ୍ଫ, ଚିତ୍ ସତ୍ତା, ସ୍ପିରିଟ, ପ୍ରାଣ, ମନ ଓ ଶରୀର, ସେଟା ବିଶ୍ୱ ମନ, ବିଶ୍ୱ ପ୍ରାଣ। ଏବଂ ଆମେ ଦେଖୁଛୁ ଆମ ଏ ଶରୀରଟି ହଉଛି ସମଗ୍ର ବିଶ୍ୱର ଗୋଟେ ଅସ୍ତିତ୍ୱର ଗୋଟେ ଛୋଟ ଉପାଦାନ। ତାରି ଭିତରେ ଆମେ ଏକାତ୍ମତା ଅର୍ଜନ କରିବା। ଆଉ ଯୋଉ ଆବରଣଟି
ଭାଙ୍ଗିଦେଲେ ଆମେ ବିଶ୍ୱଭାବ ଭିତରକୁ ଯାଇପାରିବା। ବର୍ତ୍ତମାନ ସେଇ ଆବରଣଟି ହୁଏତ ମାଙ୍କର କରୁଣାରୁ ଆମ ଭିତରେ ଦୂର ହୋଇଯାଇପାରିବ ଏବଂ ଆମେ ଧୀରେ ଧୀରେ ଗୋଟେ ସ୍ୱୟଂଭୂ ସତ୍ତା, ସର୍ବୋଚ୍ଚ ଶିଖର ଓ ତାର ଅନନ୍ତତା ଓ ଶାଶ୍ୱତତା ଆଡକୁ ଉନ୍ନୀତ ହୋଇଯିବା। ଆମେ ଏକଥା ମଧ୍ୟ ପଢିଥିଲେ ଯେ ଯେତେବେଳେ ଏଇ ଅହଙ୍କାର ଭାଙ୍ଗି ପଡେ, ତାର ଯେତେ ବିଚ୍ଛିନ୍ନତାବାଦୀ ପ୍ରାଚୀର ରହିଛି ତାକୁ ସେ ହରେଇ ବସେ, ସେତେବେଳେ ଗୋଟେ ବିଶ୍ୱମୟ ବିପୁଳତା ଭିତରେ, କସ୍ମିକ ଇମେନ୍ସିଟି ଭିତରେ ସେ ଲୀନ ହେଇଯାଏ। ଆଉ ସେଇ ଇଗୋଟି, ଯୋଉ କ୍ଷୁଦ୍ରତାଟି, ସେଇ ଆଧ୍ୟାତ୍ମିକ ବ୍ଯୋମଲେଖ ସ୍ପିରିଚୁଆଲ ଇଥରର ସେଇ ଶିଖର ଗୁଡିକରେ ସେ ଆଉ ଏତେ ଉଚ୍ଚାକୁ ଯାଇକି ନିଶ୍ୱାସ ନେଇପାରିବନି, ସେଠି ସେ ରହିପାରିବନି। ତା କ୍ଷୁଦ୍ରତାଟି ଆଉ ବଞ୍ଚିପାରେ ନାହିଁ, ସେ ନିଶ୍ୱାସ ନେଇପାରେ ନାହିଁ, ସେଇ ଜାଗାରେ ସେ ଉଭେଇଯିବ, ଆଉ ସେ ତିଷ୍ଠି ରହିପାରିବନି। ଇଟ୍ ଫଲ୍ସ ଇନଟୁ ନଥିଙ୍ଗନେସ୍। କାରଣ ସେ ଯୋଉ ବିରାଟ ଶୂନ୍ୟତା, ଯୋଉ ବିରାଟ ବ୍ଯୋମ, ଯୋଉ ବିରାଟ ଆକାଶ, ତା ଭିତରେ ଏଇ କ୍ଷୁଦ୍ରତାର କିଛି ସ୍ଥାନ ନାହିଁ। ଅର୍ଥାତ୍ କ୍ଷୁଦ୍ରତାର ସ୍ଥାନ ନାହିଁ ଅର୍ଥାତ୍ ସେ ପ୍ରାଚୀରଟିର ସ୍ଥାନ ନାହିଁ। ବାଡ ଗୁଡା କିଛି ଆବଶ୍ୟକତା ନାହିଁ। ବାଡ ଗୁଡାକୁ ମଣିଷ ପକେଇ 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 ବଞ୍ଚୁଛି, ତାରି ଭିତରେ କମ୍ଫର୍ଟେବୁଲ। ସେ ବାଡକୁ ଆଣି ଘୁଞ୍ଚେଇ 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 କୋଉଠି ପହଞ୍ଚେଇଦେବ। କେତେ ନାଁରେ ବାଡ ବସେଇଛି ମଣିଷ। ଆଜିର ନୂଆ ଅଧ୍ୟୟନ, if something of its moment remains by habit of nature, yet they are also fall away and are separated and replaced by a new impersonal personal seeing, feeling, action. ଏହା ସତ୍ତ୍ୱେ ଯଦି ପ୍ରକୃତିଗତ ସଂସ୍କାର କାରଣରୁ ବା ତାର ଅଭ୍ୟାସ କାରଣରୁ କିଛି ବି ଗତିବିଧି ବଞ୍ଚି ରହିପାରେ, କାହାର? ଅହଂର। if something of its moment, ଏଇ ଇଗୋ ଇଗ୍ନୋରେନ୍ସ ର ଗତିବିଧି ଗୁଡିକ ଯଦି କିଛି ବି ବଞ୍ଚି ରହିପାରେ, ତା ସତ୍ତ୍ୱେ remains by habit of nature, କାରଣ ପ୍ରକୃତିଗତ ସଂସ୍କାରଟି ଏତେ ସରଳ କଥା ନୁହେଁ, ଏତେ ସରଳ କଥା ନୁହେଁ। କାରଣ ଗୋଟିଏ କଥାରେ ପ୍ରକୃତିଗତ ସଂସ୍କାରକୁ ମୁଁ ଏକ୍ସପ୍ଲେନ କରିବାକୁ ଯାଉଛି। ଆମ ସମସ୍ତଙ୍କର ଗୋଟେ ଧାର୍ମିକ ମନ ରହିଛି। ଆମେ ପୂଜା କରିବାରେ ଅଭ୍ୟସ୍ତ। ଜନ୍ମ ଜନ୍ମ ଧରି କେବଳ ଆମେ ପୂଜା କରୁ। ଘଣ୍ଟି ବଜେଇବା, ଚନ୍ଦନ ଲଗେଇବା, କଣ୍ଠି ପକେଇବା, ଆଉ ସେ ଫୁଲ ଜଳ ଯାହା ସବୁ କିଛି ଆଣିକି ଆମେ ଗୋଟେ, ତାକୁ କଣ କୁହାଯିବ ଏକ୍ଜାକ୍ଟଲି, ଆପଣ ଯାହା ବି ବୁଝନ୍ତୁ। ପୂଜା କରିବା ଅର୍ଥ, ସେଟାକୁ ଆଜିର ଦାର୍ଶନିକ ମାନେ କହୁଛନ୍ତି ଏଠି କ୍ରୁସିଫିକ୍ସନ। ମୁଁ ଯାହାକୁ ପୂଜା କରେ ତାର ଅର୍ଥ ମୁଁ ତାକୁ ଏତେ ଦୂରକୁ ନେଇଯାଏ, ଏତେ ବଡ କରିଦିଏ ଯେ ମୁଁ ସେଠି ଯିବାକୁ ଚାହେଁ ନାହିଁ। ପୂଜା କରିବା ଅର୍ଥ ଗୋଟେ ଅସମ୍ମତି। ମୁଁ ଗଣେଶଙ୍କୁ ପୂଜା କରୁଛି ଅର୍ଥ, ମୁଁ ଗଣେଶଙ୍କୁ ଏତେ ଦୂରରେ ରଖିଛି, ମୁଁ କ୍ଷୁଦ୍ର ହେଇକି ରହିଛି, ମୁଁ ତାଙ୍କର ନିରାଜନା କରି ତାଙ୍କୁ ତୁଷ୍ଟ କରିକି ଗୋଟେ କିଛି ହାସଲ କରିବାକୁ ଚାହୁଁଛି, ଆଉ ମୁଁ ସେଇଟା ହୋଇ ଉଠିବାକୁ ଚାହୁଁନାହିଁ। ମା ଶ୍ରୀ ଅରବିନ୍ଦ ଜଗତ ପାଇଁ ଯୋଉ କଲ୍ୟାଣ ଆଣିଲେ, ସେ କଲ୍ୟାଣର ପ୍ରଥମ କଡ଼ିଟି ହଉଛି ଏଇଟା ଯେ ଆମେ ପୂଜା କରିବାକୁ ଆସିନାହାନ୍ତି, ଆମେ ଦିବ୍ୟ ହୋଇ ଉଠିବାକୁ ଆସିଛନ୍ତି। ଆମେ ଦିବ୍ୟର ନିରାଜନା କରିବା ପାଇଁ, ଦିବ୍ୟର ଆରାଧନା କରିବାକୁ ସେତେ ପର୍ଯ୍ୟନ୍ତ ଖାଲି ଚାଲିଥିବ ଆମ ଭିତରେ, ଯେତେ ପର୍ଯ୍ୟନ୍ତ ଆମ ନିଜ ଭିତର ଦିବ୍ୟତା ସହିତ ଆମର ପରିଚୟ ହେଇନାହିଁ, ବା ଆମ ଭିତରେ ଯୋଉ ଦିବ୍ୟତା ରହିଛି ତାକୁ ଆମେ ଜାଣିପାରୁନୁ, ଆମେ ହୋଇ ଉଠି ପାରୁନାହୁଁ ସେ ଦିବ୍ୟ, ସେତେ ପର୍ଯ୍ୟନ୍ତ ଏଇ ଦୂରତା ରହିଥିବ। କ୍ରୁସିଫିକ୍ସନ ହେଲା ଯେ ଏଟା ଅପମାନ, ଏ ବହୁତ ଗମ୍ଭୀର ତତ୍ତ୍ୱ, ତା ଭିତରକୁ ଆମେ ଏତେ ପ୍ରବେଶ କରିବାନି। ଗତକାଲି ଆମେ ଗୋଟେ ପାଠଚକ୍ରରେ ଯୋଉ ସବୁ ଆଲୋଚନା କରୁଥିଲେ, କେମିତି ଆମ ସଂସ୍କାର ଧର୍ମୀ ମନ ଭିତରୁ କି ପ୍ରଶ୍ନ ସବୁ ଉଠୁଛି। ଆମେ ମାଙ୍କୁ ଭଲ ପାଉଛେ କେମିତି? ନିଜର ମା ଭଳି, ନିଜର ମାନେ ନିଜେ ତାଙ୍କଠାରୁ ଅଭିନ୍ନ ନୁହେଁ। ଗୋଟେ ସନ୍ତାନ ତା ମା ଠାରୁ କେମିତି ଅଲଗା ହବ? କୋଉ ଦୃଷ୍ଟିକୋଣରୁ ଅଲଗା ହେଇପାରିବ? କୌଣସି ଦୃଷ୍ଟିକୋଣରୁ
ଆମେ ତାଙ୍କଠାରୁ ଅଲଗା ହେଇପାରିବା ନାହିଁ। ତାଙ୍କର ସାନ୍ନିଧ୍ୟ, ତାଙ୍କର ସ୍ନେହ, ତାଙ୍କର ସଂସ୍ପର୍ଶ ସବୁକିଛି, ଯେହେତୁ ମାଙ୍କର ଶକ୍ତି ହିଁ ଅତି ମାନସ, ଏକ ଅପରିସୀମ ଶକ୍ତି, ସେ ଶକ୍ତିର ଆମେ ସମସ୍ତେ ଭାଗିଦାର, ତାର ଅଧିକାରୀ। କାହିଁକି ନା ଆପଣ ନିଆଁ ପାଖକୁ ଗଲେ ଯେଭଳି ନିଆଁ ପାଇବେ, ପାଣି ପାଖକୁ ଗଲେ ଯେଭଳି ଆପଣ ଶୀତଳତାରେ ପାଉଛନ୍ତି, ସେଇଭଳି ମା ହଉଛନ୍ତି ଦିବ୍ୟ। ତାଙ୍କ ନିକଟକୁ ଯିବା ମାତ୍ରେ ଆପଣଙ୍କୁ ଦିବ୍ୟତାରେ ଆପଣ ଭରିଯିବେ। ତାହା ହିଁ ତ ଧର୍ମ। ତେଣୁ କିନ୍ତୁ ମଣିଷ କଣ କରେ, ତାର ମଣିଷତାଟାକୁ ବଞ୍ଚେଇ ରଖେ, ତାର ପ୍ରକୃତିଗତ ସଂସ୍କାର ସେଇଟା। କିନ୍ତୁ ଯଦି ବି ପ୍ରକୃତିଗତ ସଂସ୍କାର କାରଣରୁ ଆମ ଅହଙ୍ଗତ କୌଣସି କ୍ରିୟା ରହିଯାଏ, ରିମେନ୍ସ, ତାହେଲେ ବି କଣ ହବ ନା, yet these also fall away, ସେଇ ଅବଶେଷଟି ମଧ୍ୟ ଶୀଘ୍ର ବିଲୁପ୍ତ ହେଇଯିବ ଏବଂ and replaced by a new impersonal personal thing। ଆପଣ ବର୍ତ୍ତମାନ କଣ ହୁଏ, ବ୍ୟକ୍ତିକତାରୁ ଆପଣ ନିର୍ବ୍ୟକ୍ତିକତା ମଧ୍ୟକୁ ଯାଉଛନ୍ତି। ବିଶ୍ୱାୟିତ ଚେତନା ଭିତରକୁ ଯିବା ଅର୍ଥ, ଯେ ବ୍ୟକ୍ତିଟି ଆଜି ନିଜର ଛୋଟ ଘର, ନିଜର ପରିବାର ଭାବୁଛି, ସେ ବଡ ପରିବାରରେ ବଞ୍ଚିବ। ବଡ ପରିବାର, ଛୋଟ ମାନେ ମାଙ୍କର ପରିବାରକୁ ଦେଖିଛନ୍ତି ତ? ମୁଁ ସେଟା କହେ ସବୁବେଳେ, ଆମେ ଗୋଟେ ଦିଟା ତିନିଟା ପିଲା ପାଳୁ, କେତେ କଷ୍ଟ ପାଏ। କିନ୍ତୁ ମା 400 ପିଲା ପାଳୁଥିଲେ, ତାଙ୍କ ସ୍କୁଲରେ ରଖିକି ତାଙ୍କୁ ପାଠ ପଢଉଥିଲେ, ତାଙ୍କର ଯତ୍ନ ନେଉଥିଲେ। ତ ବଡ ସଂସାରୀ କିଏ? ଆମେ କି ମା? ପରମ ପ୍ରଭୁ ଭଗବାନ ପରାତ୍ପର ଈଶ୍ୱରଙ୍କୁ ଆପଣ ଦେଖୁଛନ୍ତି, ଏ ବିଶ୍ୱକୁ କିଏ ପାଳୁଛନ୍ତି? ଗୋଟେ ଉଇ ପାଇଁ ବି ଖାଦ୍ୟ ରହିଛି, ଗୋଟେ ପିମ୍ପୁଡି ପାଇଁ ବି ରହିଛି, ଗୋଟେ ଚଢେଇ ପାଇଁ ବି ରହିଛି। ସେମାନଙ୍କର କିଛି ଯୋଉ ନଲେଜ, ତାଙ୍କର ୱିଲ ପାୱାରକୁ, ସଂକଳ୍ପ ଶକ୍ତିକୁ, ତାଙ୍କର ଜ୍ଞାନ ଶକ୍ତିକୁ ବ୍ୟବହାର କରିକିରି ସେ ଏଇ ବିଶ୍ୱଟିକୁ ପରିଚାଳିତ କରୁଛନ୍ତି। ତେଣୁ ଆମେ ଗୋଟେ ନ୍ୟୁ ଇମ୍ପର୍ସନାଲ ପର୍ସନାଲ ସିଂ ଭିତରକୁ ଯିବା। ଇମ୍ପର୍ସନାଲ ପର୍ସନାଲ ସିଂ ହେଲା ନିର୍ବ୍ୟକ୍ତିକ ବ୍ୟକ୍ତି ଭାବାପନ୍ନ ଦୃଷ୍ଟି। ସେ ବ୍ୟକ୍ତି ହେଇଥିବ କିନ୍ତୁ ତା ପାଖରେ ଏକ ନିର୍ବ୍ୟକ୍ତିକ ଦୃଷ୍ଟି ଥିବ, ଇମ୍ପର୍ସନାଲ। ସବୁ ନିଜକୁ ନେଇକି ସବୁ କଥା ଭାବୁନଥିବ। ସେ ନିଜର ସ୍ୱାସ୍ଥ୍ୟ କଥା ଭାବିଲା ବେଳେ ବିଶ୍ୱର ମଣିଷର ସ୍ୱାସ୍ଥ୍ୟର କଥା ଭାବିବେ। ନିଜର ନିରାମୟତାର କଥା ଭାବିଲା ବେଳେ ଜଗତର ନିରାମୟତାର କଥା ଭାବିବେ। ଆମେ ବୁଦ୍ଧଦେବଙ୍କର ସେ ବାଣୀକୁ ମନେ ପକାନ୍ତୁ। ସେ କହୁଛନ୍ତି, ନିଜ ପଥକୁ ଆଲୋକିତ କରିବା ଅପେକ୍ଷା ଆମେ ଯେତେବେଳେ ଅନ୍ୟକୁ ଆଲୋକ ଦେଖୁ, ଆମ ନିଜ ପଥ ବି ଆଲୋକିତ ହୁଏ। ଏ କଥାଟି ବହୁତ ଗମ୍ଭୀରରେ ଭାବିବେ। ମନେ କରନ୍ତୁ, ଆମେ 2 ଜଣ ଅନ୍ଧାରରେ ଯାତ୍ରୀ ଅଛନ୍ତି। ମୁଁ ଆପଣଙ୍କୁ ଆଲୋକିତ କଲି, ଅର୍ଥ ମୋ ପଥ ବି ଆଲୋକିତ ହଉଛି। ମୁଁ ଯେତେବେଳେ ଆପଣଙ୍କୁ ଲଣ୍ଠନ ଦେଖିବି କି ଟର୍ଚ୍ଚରେ ଦେଖିବି, ତ ନ୍ୟାଚୁରାଲି ମୋ ପଥଟି ତ ଆଲୋକିତ ହଉଛି ନା। ମୁଁ ବେଶୀ ଉଦାହରଣ ନ ଦେଇକି ସିଧା ସିଧା ଏଇ ବାଟ ଚକ୍ରର ଉଦାହରଣ ଦଉଛି। ଆମେ ଶ୍ରୀ ଅରବିନ୍ଦଙ୍କୁ ପଢୁଛନ୍ତି, ମୁଁ ଜାଣିନାହିଁ ଏଇଠି ଉପସ୍ଥିତ ଥିବା ଆମର ଭାଇ ଭଉଣୀ ମାନଙ୍କ ଭିତରେ କୋଉମାନେ କେତେ ଉପକୃତ ହଉଛନ୍ତି, କିନ୍ତୁ ସେଇ ଆଲୋକର ପଥ ଚାଲିଲା ବେଳେ ମୋର ବ୍ୟକ୍ତିଗତ ଜୀବନ ବି ଆଲୋକିତ ହଉଛି। କାରଣ ମତେ ସେଟା ପଢିବାକୁ ପଡୁଛି, ଜାଣିବା, ଚିନ୍ତା କରିବାକୁ ପଡୁଛି, ଭାବିବାକୁ ପଡୁଛି। ତାହେଲେ ଯେଭଳି ଗୋଟିଏ ପ୍ରାର୍ଥନା ଆମ ସମସ୍ତଙ୍କୁ ବହୁ ବାଟରେ ଆମ ସମସ୍ତଙ୍କ ଜୀବନକୁ ଶୁଭ ଆଣିଦେବ। ଆମେ ନିଜର ମଙ୍ଗଳ ପାଇଁ ଅନେକ ସମୟ ପ୍ରାର୍ଥନା କରି ପକଉ, କିନ୍ତୁ ଆପଣ ପ୍ରାର୍ଥନାଟା ଖାଲି ରେଭର୍ସ କରିଦିଅନ୍ତୁ। ମା ସେଇଟାକୁ କହୁଥିଲେ, ଯୋଉ ରେଭର୍ସ କନସିୟସନେସ, ଗୋଟେ ପ୍ରକାର ପରିବର୍ତ୍ତିତ ବା ରୂପାନ୍ତରିତ ଚେତନା, ଗୋଟେ ପ୍ରତୀପ ଚେତନା, ଗୋଟେ ଅପୋଜିଟ ୱେରେ ଆସିବ। କେମିତି ନା, ଯୋଉଟା ମୋ ଆଡକୁ ମୁଁ ଟାଣୁଛି ସେଇଟା ବିଶ୍ୱ ପାଇଁ ଦେବି। ବିଶ୍ୱର ମା, ତମେ ବିଶ୍ୱର ମଙ୍ଗଳ କର, ଅନ୍ୟମାନଙ୍କର ମଙ୍ଗଳ କର। ତା ଭିତରେ ମୋ ମଙ୍ଗଳ ନିହିତ ଅଛି କି ନାହିଁ? ଏଇଟା ହଉଛି ଇମ୍ପର୍ସନାଲ ପର୍ସନାଲ ସିଂ। ଏ ବିଷୟରେ ଆପଣ ଭାବିବେ। ସେଇଭଳି ଇମ୍ପର୍ସନାଲ ପର୍ସନାଲ ଫିଲିଂ ବି ଆପଣଙ୍କ ପାଖକୁ ଆସିବ। ନିର୍ବ୍ୟକ୍ତିକ ବ୍ୟକ୍ତି ଭାବାପନ୍ନ ଅନୁଭୂତି ଏବଂ ଆକ୍ସନ, ନିର୍ବ୍ୟକ୍ତିକ ବ୍ୟକ୍ତି ଭାବାପନ୍ନ କ୍ରିୟା, ଏସବୁ କାର୍ଯ୍ୟ କରିବାକୁ ଲାଗିବ। This appearance of the
this disappearance of the ego doesn't bring with it the destruction of our own individuality. आम मुंडे एवं गोटे चिंता थी जदि आम भितर नैर्व्यक्तिकता आसीज आम भितर विश्वमयता आसीज आमर ट्रू इंडिविजुअलिटी भाव जो इगोटी आज पर्यंत रही दृढ़ भाव रही डिसापियर होनी तो आम इगो जीवा संगे संगे से भी पलैज मोर आत्म अस्तित्व किसी बंचिक रही ये भावना भी आम भर तेणु आम हुए तो ये गोटे आशंका भितर थिबा श्री अरविंद ताको कहउचंती जे आमर इगो चली जावा संगे संगे आम ट्रू इंडिविजुअलिटी रो आम ट्रू इंडिविजुअलिटी कौन आम मन प्राण शरीर नुहे ट्रू इंडिविजुअलिटी आम मन प्राण शरीर नुहे ट्रू इंडिविजुअलिटी है आम आध्यात्मिक अस्तित्व स्पिरिचुअल एक्जिस्टेंस कहले the existence of the spirit within us आम भितर थिबा आत्मार अस्तित्व सेटा लुप्त हो जीव ना सेपरी आद हम ना आपण आत्माटा पलैज नैर्व्यक्ति कहीगले हाँ जे असल मालिक से असल मालिक हे जो मैंने असल मालिक हो पछक आसवे ताहले this disappearance of the ego doesn't bring with it the destruction of our true individuality आम आत्म व्यक्तित्वर बा सत व्यक्तित्वर अस्तित्वर कौन प्रकार विनाश हम ना सेटा होचे आवर स्पिरिचुअल एक्जिस्टेंस तार मध्य विनाश नहीं फॉर दैट वाज ऑलवेज यूनिवर्सल कारण से प्रथम ही विश्वाहित होइके थाए विश्वगत होइके थाए यूनिवर्सल होइके थाए आम आत्मा सब बेले यूनिवर्सल व्यक्तिगत में एंड वन विथ द ट्रांसेंडेंस खाली से विश्वगत नुहे से विश्वातीत मध्य ताले आम आत्मा विश्वगत एवं विश्वातीत होइके मूलरू थिला ट्रांसेंडेंस रे थिला बट देयर इज अ ट्रांसफॉर्मेशन which replaces the separative ego by the Purusha, a conscious face and figure of the universal being and self and power of the transcendent divine in cosmic nature. ताले जदि आम भितर से रूपांतर संगठित हुए आमर जो सेपरेटिव इगो रही जहाँ आमको विच्छिन्न करी रखी आमको क्षुद्र करी रखी आमको करुण करी रखी दयनीय करी रखी से कथाटी रिप्लेस हवा परे आमे सेही पुरुष जो पुरुष प्रकृतिर कथा आत्मार कथा आम शास्त्र माने कहितले सेटा होची गोटे कॉन्शियस फेस से पुरुषर संधान पाइबा ए फिगर ऑफ द यूनिवर्सल बीइंग से होची विश्वगत सत्तार गोटे figure गोटे रूप and a self and power of the transcendent divine in cosmic nature से सत्ता से शक्ति से सब किछि होची विश्वातीत दिव्यंकर गोटे विश्वायित प्रकृति ताले आमे गोटे व्यक्तिगत प्रकृति भितरु प्रकृतिर जो ताड़ना आम पाखे आसी पहुंची आमे ताको जाहाको गोटे व्यक्ति प्रकृति कर रखीचु सेटा जो रूपांतरित अवस्था को आसीबो ता स्वाभाविक भाव में आमको विश्वगत विश्वातीतता सहित एकात्म करिवो एठी रूपांतर हबो जा फल आमे जो व्यक्ति पुरुषटी जहाँ भेदधर्मी होइक रही अहं स्थान रे रही से जगार विश्वगत सत्ता रो एक सचेतन अभिव्यक्ति रूप में आमे ताकू पाइबा विश्व प्रकृति मध्य विश्वातीत ट्रांसेंडेंट डिवाइन विश्वातीत दिव्य पुरुषंकर शक्ति रूप में
এই ପୁରୁଷର ଆବିର୍ଭାବ ହବ। ତେଣୁ ଯାହା କ୍ଷୁଦ୍ର ହେଇ ଅଛି ତା ବିରାଟ ହେଇକି ରହି ଆସିବ, ଯାହା ଅନ୍ଧକାର ହେଇକି ଅଛି ତା ଆଲୋକିତ ହେଇଯିବ, ଯେ କାରାଗାର ହେଇକି ଅଛି ସେଇଟା ଉନ୍ମୁକ୍ତ ଆକାଶ ହେଇଯିବ। ତେଣୁ ଏଇଭଳି ଗୋଟେ ବଡ ଆହ୍ୱାନ ସହିତ ଶ୍ରୀ ଅରବିନ୍ଦ ଇଗୋ ଯୋଉ ଇଗ୍ନୋରେନ୍ସର କଥା ଗୁଡିକ ରଖିଛନ୍ତି। ପୁଣି ଆମେ ପାରାଗ୍ରାଫ 17 ର ଗୋଟିଏ ଧାଡି ପଢିପାରିବା। ସେ କହୁଛନ୍ତି, in the same moment by the very awakening into the spirit, ଏଇ ଗତିରେ ଆମେ ଯିବା, ଯାଇକି ଆମେ କଣ କରିବା ନା by the very awakening into the spirit, ଆମେ ଯେତେବେଳେ ଚିଦ୍ଗତତା ମଧ୍ୟକୁ ଜାଗୃତ ହେଇଯିବା, there is a dissolution of the cosmic ignorance। ଆଉ ଗୋଟେ ignorance ର କଥା କୁହାଗଲା, ଗୋଟେ ବିଶ୍ୱଗତ ଅଜ୍ଞାନତା ଆମ ଭିତରେ ଦୂର ହେଇପାରିବ। ତାହେଲେ ଆମ ଭିତରେ ପୁଣି ପ୍ରଶ୍ନ ଉଠିବ ଯେ ବିଶ୍ୱଗତ କସ୍ମିକ ଇଗ୍ନୋରେନ୍ସଟି କ'ଣ? ସମଗ୍ର ବିଶ୍ୱରେ ସେ ଆମ ବ୍ୟକ୍ତିଗତ ଅଜ୍ଞାନତାଟି ଯେଭଳି ଅଛି ସେମିତି ବିଶ୍ୱଗତ ଅଜ୍ଞାନତା ବି ଗୋଟେ ବ୍ୟାପିକି ରହିଛି। ସେଟା କ'ଣ? For we have the knowledge of ourselves as our timeless, immutable self possessing itself in cosmos and beyond cosmos. This knowledge becomes the basis of the divine play in time, reconciles the one and the many, the eternal unity and the eternal multiplicity, reunites the soul with God and discovers the divine in the universe। ये गोटे दीर्घ धाड़ी अच्छे, आम ताको धीरे धीरे पढ़ा। कथा थिला जे ये जो गतिशीलता, ये गतिशीलता कौन ना आमर डिवाइन नेचर निकट रे पहुंचवा, आमे आमर आत्मा मध्य को उत्तोलित कर नवा निजक सिद्धगतता भीतर को, स्पिरिचुअल अवेकनिंग जोटा कह जाउछि। ताले एई बाटरे आम भितरे गोटे विश्वगत अविद्यार विलोप हो, डिसोल्यूशन ऑफ द कॉस्मिक इग्नोरेंस। अच्छा, आम भितरे एबे एबे आमे पढ़िले गोटे विश्वगत और विश्वातीत अवस्था रे आम भितरे आत्म प्रतिष्ठा होइकि रहिचंती। किए से? आमर सेल्फ, जे कस्मस आ बियॉन्ड कस्मस रे गोटे आम भितर आत्म प्रतिष्ठा होइकि रहिचंती। आमे निजकु से कालातीत टाइमलेस एवं जोटा को एठी कहा जाय छि टाइमलेस इमोटेटिव सेल्फ तो जानिबा को पाउछु। ताले एई ज्ञानटी हम पई कोन करे ना the basis, this knowledge becomes the basis of the divine play in time। ए दिव्य पुरुषंकर लीलार भूमि हेकि रहे। हमें एठी विश्व पुरुषंकर बा भगवानंकर लीलार अंग हेकि बा तांकर भूमिका रे एठी अभिनय करिया पे आसीछंती। ए ज्ञान हवा दरकार एवं तांको निर्देशित नाटक रे बा अंकरे आमे गोटे विश्वलीला भितरे गोटे गोटे प्रकार लीलाहित होइकि रहिछु। से बहुत बड़ उच्च चेतना प्राप्त नहेले से भली विश्वतीत चेतना गोटे बा विश्वगत चेतनाटे प्राप्त नहेले एई अनुभूति आम मान भीतर को आसवा टिके जटिल। से जदि आसुछि ए ज्ञानटी आमर हासिल हबो, this knowledge becomes the basis of divine play in time। तापरे कौन करे ना reconciles the one and the many। एक और अनेक। एक कि आमे, अनेक कहले विश्व, आम सहित विश्वर से reconciliation करे। reconciles the one and the many।
ଏକ ଆଉ ଅନେକ ମଧ୍ୟରେ ସମନ୍ୱୟ ସ୍ଥାପନ କରେ ଏଇ ଜ୍ଞାନଟି। ଆଉ କଣ କରେ ନା ଦି ଏଟର୍ନାଲ ୟୁନିଟି ଆଣ୍ଡ ଦି ଏଟର୍ନାଲ ମଲ୍ଟିପ୍ଲିସିଟି, ଗୋଟେ ଶାଶ୍ୱତ ଏକତ୍ୱ ଆଉ ଶାଶ୍ୱତ ଅନେକତ୍ୱ ମଧ୍ୟରେ ସିଏ ରିକନସିଲେସନ କରେ, ତାଙ୍କ ଭିତରେ ସମନ୍ୱୟ ସ୍ଥାପନ କରେ। ଆଉ କଣ କରେ ନା ରିୟୁନାଇଟ୍ସ ଦି ସୋଲ ୱିଥ ଗଡ, ଆମ ଆତ୍ମା ସହିତ ପରମାତ୍ମାଙ୍କର ମିଳନ ଘଟାଇ ଦିଏ ସେଇ ଜ୍ଞାନଟି। and discovers the divine in the universe। ତ ତାପରେ କଣ କରେ ନା ଏଇ ବିଶ୍ୱ ମଧ୍ୟରେ ଦିବ୍ୟତ୍ୱର ଆବିଷ୍କାର କରେ। ମୁଁ ଭାବୁଛି ଆଧ୍ୟାତ୍ମିକ ଉତ୍ତରଣର ଏହା ହିଁ ଅନ୍ତିମ ଆବଶ୍ୟକତା ଥିଲା ଯେ ଆମେ ଭଗବାନଙ୍କ ସହିତ ମିଳିତ ହେବାକୁ ଚାହୁଁଛନ୍ତି ଏବଂ ବିଶ୍ୱ ମଧ୍ୟରେ ସେଇ ପରମଙ୍କର ଆମେ ସନ୍ଧାନ ଚାହୁଁଛନ୍ତି। ଗୋଟେ ଏଟର୍ନାଲ ୟୁନିଟି ଏଟର୍ନାଲ ମଲ୍ଟିପ୍ଲିସିଟି ଭିତରେ ମିଳିତ ହେବାକୁ ଚାହେଁ ଏବଂ ୱାନ୍ ୱିଥ୍ ଦ ମେନି, ବ୍ୟକ୍ତି ବହୁ ଭିତରେ ଜଣେ ଜଣେ ବହୁ ଭିତରେ ଗୋଟିଏ ମିଳନ ଚାହୁଁଛି। ତ ସେଇ କଥାଟି ଯେତେବେଳେ ସମ୍ଭବ ହେଇଛି ବା ସେଇ ଜ୍ଞାନ ଦ୍ୱାରା ସମ୍ଭବ ହେଇପାରୁଛି, ସେଇଟା ହଉଛି ଟାଇମଲେସ୍ ଇମ୍ୟୁଟେବଲ୍ ସେଲ୍ଫ ପୋଜେସିଂ ନଲେଜ, ଯୋଉ ଜ୍ଞାନଟି ଆମକୁ ସେତିକି ଦିଗରେ ନେଇଯାଇପାରିବ। ତେଣୁ ଆମେ ଆଜି କେବଳ କସ୍ମିକ ଇଗ୍ନୋରେନ୍ସର ଗୋଟିଏ ମାତ୍ର କଥା ପଢିଲେ ଧୀରେ ଧୀରେ କସ୍ମିକ ଇଗ୍ନୋରେନ୍ସ ବିଷୟରେ ଅଧିକ ଜାଣିବା, ଅଧିକ ତା ଉପରେ ଆଲୋଚନା ରହିବ 17 ପାରାଗ୍ରାଫରେ। ଆମେ ଆସନ୍ତାକାଲି ଏ ବିଷୟରେ ପଢିବା। ତେଣୁ ଆମେ ଯାହା ପଢିଲେ ସେଥିପାଇଁ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣ ତଳେ ଆମର ଅନନ୍ତ କୋଟି ପ୍ରଣିପାତ ପୂର୍ବକ, ମାଙ୍କ ପାଖରେ ଅସୀମ କୃତଜ୍ଞତା ପୂର୍ବକ ଆଜିର ଆଲୋଚନାକୁ ନିଜ ଆତ୍ମାର ନିରବତା ସହିତ ଆମେ ସମର୍ପଣ କରୁଛନ୍ତି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ। ଆମେ ମାନେ ଉର୍ଦ୍ଧ୍ୱ କିମ୍ବା ନିମ୍ନ ଏଭଳି ଗୋଟେ ସ୍ତର ସହିତ ଆଉ ନିଜକୁ ଆଇଡେଣ୍ଟିଫାଇ କରିବା ନାହିଁ। ଆମର ଆଇଡେଣ୍ଟିଫିକେସନ ଟି କେବଳ ମାଙ୍କ ଚେତନା ସହିତ, ଶ୍ରୀ ଅରବିନ୍ଦଙ୍କ ଚେତନା ସହିତ ହବ। ସେଟା ଗୋଟିଏ ଚେତନା, ଯୁଗ୍ମ ଅବତାରର ଚେତନା ଆଉ ଅତି ମାନସର ଚେତନା। ଆମେ ଯେତେବେଳେ ପ୍ରକୃତରେ ମାଙ୍କ ସହିତ ସମ୍ବନ୍ଧିତ, ପ୍ରକାରାନ୍ତରେ ଶ୍ରୀ ଅରବିନ୍ଦଙ୍କ ସହିତ ସମ୍ପର୍କିତ, ତାହେଲେ ଆମେ ବିଶ୍ୱ ଚେତନା ସହିତ ବି ସମ୍ପର୍କିତ। ତେଣୁ ଆମେ ଯୋଉ ଟ୍ରାନ୍ସେଣ୍ଡେନ୍ସର କଥା ବି ପଢୁଛେ, ବିଶ୍ୱାତୀତତାର କଥା ପଢୁଛେ, ତା ସହିତ ବି ସମ୍ବନ୍ଧିତ। ଅର୍ଥାତ୍ ସମଗ୍ର ଚେତନାର ଯେ ପ୍ରକୃତରେ ମାଲିକାଣୀ, ଯେ ପ୍ରକୃତି ସ୍ୱରୂପିଣୀ, ଯେ ଅଦ୍ୱିତୀୟା ମା, ତାଙ୍କ କାମ କଲାବେଳେ ବା ତାଙ୍କ ସାଧନା କଲାବେଳେ, ତାଙ୍କ ସାନ୍ନିଧ୍ୟରେ ଥିଲାବେଳେ ଆମେ କାହାରି କିଛି ବେଶୀ ଅସୁବିଧା ତିଆରି କରିପାରିବା ନାହିଁ। ହଁ, କରିପାରିବା ଯଦି ଆମେ ଆମର ଅହଙ୍ଗତ ଚେତନା ଭିତରକୁ ଅନ୍ୟମାନଙ୍କୁ ଟାଣିବାକୁ ଚେଷ୍ଟା କରୁ। କିନ୍ତୁ ଯେତେ ପର୍ଯ୍ୟନ୍ତ ଆମେ ମାଙ୍କ ଚେତନା ଭିତରକୁ ଅନ୍ୟକୁ ଆଣୁଛନ୍ତି, ଅନ୍ୟକୁ ଆଶ୍ରୟ ଗ୍ରହଣ କରିବା ପାଇଁ ଆମ ଜ୍ଞାନ ଲୋକଟିକୁ ବ୍ୟବହାର କରୁଛନ୍ତି ବା ଆମ ପ୍ରେରଣାଟିକୁ ଆମେ ତିଆରି କରୁଛନ୍ତି, ତ ସେଇଟା ଭୁଲ ହବ ନାହିଁ। କିନ୍ତୁ ଅନେକ ସମୟରେ କଣ ହୁଏ, ସାଧକ ମାନେ କେବଳ
ମାଙ୍କ ଧାରାରେ ଥିବା ସାଧକ ନୁହେଁ। ଜଗତରେ ବହୁ କଲ୍ଟ ରହିଛି ଏବଂ ବହୁ କଲ୍ଟର କେତେ ପ୍ରକାର ସାଧକ ରହିଛନ୍ତି। ସମସ୍ତଙ୍କର ଅସୁବିଧା ଗୁଡିକ ହେଲା ମାଙ୍କ ଭାଷାରେ, ଏବଂ ଆମ ଅନୁଷ୍ଠାନ ମାନଙ୍କରେ ଯୋଉ ଶିକ୍ଷକ ମାନେ ବି ପଢଉଛନ୍ତି ସେମାନଙ୍କର ବି ଛୋଟ ଛୋଟ ପିଲାମାନଙ୍କୁ ସେମାନେ ଶିକ୍ଷା ଦିଅନ୍ତି। ଆମେ କଣ କରୁ ନା ଆମର ମନର ସୀମା ଭିତରକୁ ଅନେକ ଲୋକକୁ ଟାଣି ଆଣୁ। ମୁଁ ମନରେ ଅନେକ କିଛି କଥା ଧାରଣ କରେ। ମୋ ମନର ସୀମାଟି ବଡ ହଉ କି ଛୋଟ ହଉ, ମୋର ମନର ଗୋଟେ ସୀମା ଅଛି। ମୋର ଏଇ ମନର ସୀମା ତଳେ ଯୋଉମାନେ ମୋର ଅଧସ୍ତନ ହେଇ ରହିଯାଆନ୍ତି ସେମାନେ ମୋର ଶିଷ୍ୟ ହେଇଯାଆନ୍ତି, ବା ସେମାନଙ୍କୁ ମୁଁ ଯେମିତି କହିବି ସେମାନେ ସେପରି ବିଶ୍ୱାସ କରନ୍ତି। ଆମେ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଦେଖିବେ ଏଇ କଥାଟି ବେଶୀ ଘଟେ। ଜଣେ ଶିକ୍ଷକ ଯେଭଳି ଚିନ୍ତା କରନ୍ତି, ଗୋଟେ ଛାତ୍ର ସେଇଭଳି ଚିନ୍ତା କଲେ ସେ ତାକୁ ଭଲ ଛାତ୍ର କହେ। ଯଦି ଛାତ୍ରଟି ଅଧିକ ଇନୋଭେଟିଭ ହୁଏ, ଅଧିକ ବିକଶୀଳ ହୁଏ, ଅଧିକ ପ୍ରୋଗ୍ରେସିଭ ହୁଏ, ଦେଖିବେ ସେ ଛାତ୍ରକୁ ଶିକ୍ଷକ କହିବେ ସେ ଅନୱାଣ୍ଟେଡ, ସେ ପିଲାଟି ଅହଙ୍କାରୀ, ବା ସେ ପିଲାଟି ଗୋଟେ ଅଲଗା ଚିନ୍ତା କରୁଛି, ନଟ୍ ସ୍ପିକିଂ ଟୁ ମାଇ ମାଇଣ୍ଡ, ମୋ ମନ ସହିତ ତାର କିଛି ମେଳ ନାହିଁ। ଏଇଥିପାଇଁ ତ ଥୋମାସ ଆଲଭା ଏଡିସନ କୁ ଛୋଟ ଅବସ୍ଥାରେ ସ୍କୁଲର ଟିଚର ମାନେ ବାହାର କରିଦେଇଥିଲେ। ତ କହିଲେ ଗୋଟେ ପାଗଳାଟେ, ଏଡଲ୍ଟ ଚାଇଲ୍ଡ, ଏ ସ୍କୁଲରେ ପଢି ପାରିବନି, ତ ବାହାର କରିଦେଲେ। ସେ ପିଲାଟି ପାଠ ପଢିନି, ଥୋମାସ ଆଲଭା ଏଡିସନ ପାଠ ପଢିନାହାନ୍ତି। ସେ ଗୋଟେ ଭଙ୍ଗା, ତାଙ୍କ ଘର ପାଖରେ ଗୋଟେ ଭଙ୍ଗା ରେଳ ଡବା ଭିତରେ ଖେଳନ୍ତି। ସେଇ ଖେଳୁ ଖେଳୁ ସେ ଏତିକି ଆବିଷ୍କାର କରିଛନ୍ତି, 1000 ଇନଭେନ୍ସନ୍ସ ଆଣ୍ଡ ଡିସ୍କଭରିଜ ତାଙ୍କ ପଛରେ ରହିଛି। ତାହେଲେ ବେଳେ ବେଳେ ଶିକ୍ଷକ ବି ତାର ମନର ସୀମା ଭିତରକୁ ତାର ଶିଷ୍ୟ ମାନଙ୍କୁ ଟାଣି ନିଏ, ତାର ଛାତ୍ର ମାନଙ୍କୁ। ତେଣୁ ମାଙ୍କର କାମ କଲା ବେଳେ ଆମେ ସେଇ ଦିଗକୁ ଯିବା। ଅନେକ ସମୟରେ ମୁଁ ଗୋଟେ ଛୋଟିଆ ଅନୁଭୂତି ଆପଣମାନଙ୍କୁ ସେୟାର କରୁଛି। ଆମେ ଦେଖୁ, ମା ସେ କଥାଟା ବହୁତ ବାରମ୍ବାର କହିଛନ୍ତି ଯେ ଆମେ ଏଠି ଭଲ ଲାଗିବା ପାଇଁ କିଛି କରୁନା, ଆମେ ସତ୍ୟ ପାଇଁ କରୁଛୁ। ଆମକୁ ଏଇଟା ଭଲ ଲାଗିବ, ଆମକୁ ଏଇଟା ରୁଚି ଅଛି, ଆମର ପ୍ରିଫରେନ୍ସ ଅଛି। ଏଇ ଅଗ୍ର ରୁଚି ଏବଂ ଏଇ ଅଭ୍ୟାସ ଗୁଡିକ ହଉଛି ନେଚରର ସଂସ୍କାର, ଯୋଉ କଥାଟା ଆମେ ଟିକେ ଆଗେ ପଢୁଥିଲେ, ଯୋଉ ହ୍ୟାବିଟ ଅଫ ନେଚର, ଭଲ ଲାଗିବା। ଆମେ ତ ସତ୍ୟରେ ଅଛନ୍ତି ନା, ସତ୍ୟର ସନ୍ଧାନୀ, ଆମେ ସତ୍ୟର ଜଗତରେ ବାସ କରିବାକୁ ଚାହୁଁ, ମାଙ୍କର ସତ୍ୟ ଭିତରେ ବଞ୍ଚିବାକୁ ଚାହୁଁ। ତାହେଲେ ଆମ ପାଇଁ ଏଇ ସବୁ ପ୍ରିଫରେନ୍ସ ଗୁଡିକର ଭଲ ଲାଗୁଛି ମନ୍ଦ ଲାଗୁଛି, ସାଧନା ଯିଏ କରେ, ଯେ ତପସ୍ୟା କରେ, ସେ ପ୍ରଶ୍ନଟି ଉଠେନି। ଇଏ ହେଲା ଗୋଟେ ଆପଣଙ୍କର ଆସ୍ପେକ୍ଟ, ପ୍ରଶ୍ନର ଉତ୍ତର। ଅନ୍ୟଟି ହେଲା ଯେ କସ୍ମିକ ଇଗ୍ନୋରେନ୍ସ ର ଆମେ ସମ୍ପୂର୍ଣ୍ଣ ଅଧ୍ୟୟନ କରିନାହାନ୍ତି, ତେବେ ମୂଳତଃ ସେ କଥାଟି ହେଲା ଯେ ଏଇ ଜଗତଟି ପରିବର୍ତ୍ତନଶୀଳ, ଆମେ ସେଇଠି ବାସ କରୁଛୁ। ଏଟା ଗୋଟେ ଷ୍ଟ୍ରିମ୍ ଭଳିଆ ଗତି କରୁଛି, ଗୋଟେ ପ୍ରବାହ ଉତ୍ତରଣର ପଥରେ ଯାଉଛି, ଗୋଟେ ନିଶ୍ଚେତନାରୁ ଅତି ଚେତନା ଆଡକୁ ଯାଉଛି, ସେଇ ପ୍ରବାହ ଭିତରେ ଏଟା ଅଛି। ଏବଂ ଯିଏ ୟାକୁ ନିଶ୍ଚେତନାରୁ ଇନଭଲ୍ୟୁସନରୁ ନେଇକି ଇଭଲ୍ୟୁସନ ଆଡକୁ ଯାଉଛନ୍ତି, ସେଇ ଶାଶ୍ୱତ ସତ୍ୟ ଆଉ ପରମାତ୍ମା ଯେ ସକଳ ବିଶ୍ୱ ପ୍ରକ୍ରିୟାକୁ ଧାରଣ କରିଛନ୍ତି, ଆଉ ତାର ସେ ଡାଇରେକ୍ଟର, ତାର ସେ ଲେଖକ ମଧ୍ୟ, ସେଇ କଥାଟିକୁ ବୁଝିବାରେ ଯେତେବେଳେ ଆମେ ବିଫଳ ହଉ ଏବଂ ବିଶ୍ୱ ଯେତେବେଳେ ସେଇ କଥାଟି ଧାରଣ କରିପାରେ ନାହିଁ, ତାହେଲେ ସେଇଟା ହଉଛି ବିଶ୍ୱଗତ ଅବିଦ୍ୟା। ତେଣୁ ତାର ଆମେ ଊର୍ଦ୍ଧ୍ୱକୁ ଯାଉନାହାନ୍ତି। ଆମେ ଏପର୍ଯ୍ୟନ୍ତ ଯୋଉ ଅବିଦ୍ୟା ଗୁଡିକର ଆଲୋଚନା କଲେ, ଏ ସମସ୍ତ ବିଶ୍ୱଗତ ଅବିଦ୍ୟାର ଗୋଟେ କଣ ଅଙ୍ଗ। ଦେଖନ୍ତୁ, ଯଦି ନାଟକଟିକୁ ଆପଣ ଜାଣିଥାନ୍ତେ ମୂଳରୁ, ଆପଣ କେବେ ନାଟକ ଦେଖିବାକୁ ଯାଆନ୍ତେନି। ଆପଣ ନାଟକଟିର କାହାଣୀଟାକୁ ଜାଣିଛନ୍ତି, କିନ୍ତୁ ଯିଏ ପ୍ରକୃତରେ ନାଟକ ଦେଖେ, କିଏ ତାର ମଜା ଉଠାଏ କହିଲେ? ଯିଏ ନାଟକର କ୍ଲାଇମାକ୍ସ, ଅନ୍ତିମ କଥାଟି ଜାଣିନାହିଁ, ହ୍ୱାଟ ମେ ହ୍ୟାପନ୍, କିନ୍ତୁ ସେ ଗୋଟେ ଆନନ୍ଦ ଭିତରେ ତାକୁ ଅପେକ୍ଷା କରୁଛି। ଆନନ୍ଦ ଭିତରେ ଯିଏ ତାର ପରିଣତିକୁ ଅପେକ୍ଷା କରିଛି। କିନ୍ତୁ
ଯେତେବେଳେ ସେଲ୍ଫ ରିଭିଲିଂ ନଲେଜ ଆମ ପାଖକୁ ଆସିବ, ଆମେ କେବଳ ଭଗବାନଙ୍କର ସେଇ ମହାଲୀଳାରେ ନିଜକୁ ସାମିଲ କରିବା, ସଂଗଠିତ କରିବା, ତାରି ଏକତ୍ୱ ଭିତରେ ବଞ୍ଚିବା। ଆମ କ୍ଷୁଦ୍ରତା ଭିତରେ ବା ଆମର ଅହଙ୍ଗତ ଦାବି ଗୁଡିକ ଭିତରେ ବଞ୍ଚିବା ନାହିଁ। ତେଣୁ ଆମେ ଉର୍ଦ୍ଧ୍ୱକୁ ବା ନିମ୍ନକୁ ଗୋଟେ ପ୍ରସଙ୍ଗରେ ଯାଉନାହାନ୍ତି, ଆମେ ବିଶ୍ୱ ଲୀଳା ଭିତରେ କାର୍ଯ୍ୟ କରୁଛନ୍ତି ଏବଂ ସେଇ କଥାଟିକୁ ଅନ୍ତତଃ ତା ବିଷୟରେ ସଚେତନ ହେବା ବେଳେ ଗୋଟିଏ କଥାକୁ ଆମେ ସବୁବେଳେ ଭୁଲି ଯାଉ ଯେ ୟାର ପଶ୍ଚାତରେ ଗୋଟେ ଶାଶ୍ୱତ ସତ୍ୟ ଓ ପରମାତ୍ମା ସକଳ ବିଶ୍ୱକ୍ରିୟାକୁ ପରିଚାଳିତ କରୁଛନ୍ତି। ତାର ବିଧି ସିଏ କରିଛନ୍ତି, ବିଧାନ ସିଏ, ସେ ବିଶ୍ୱବିଧାତା। ସେ ବିଶ୍ୱବିଧାତା ତାଙ୍କର ବିଧାନକୁ ଆମେ ବୁଝିବାର ଚେଷ୍ଟା ବି କାହିଁ କରିବା ବର୍ତ୍ତମାନ ପାଇଁ, ଯେତେ ପର୍ଯ୍ୟନ୍ତ ଆମକୁ ସେଇ ନଲେଜ ଆମ ପାଖକୁ ଆସିନାହିଁ। ଆମେ ସମସ୍ତେ ତାଙ୍କର ଗୋଟେ ପ୍ରକାର କଣ କୁହାଯିବ, ଆମେ ପାର୍ଟ ଆଣ୍ଡ ପାର୍ସଲ ଅଫ ଦ୍ୟାଟ ଡିଭାଇନ, ତାର ଅଙ୍ଗୀଭୂତ ଏକ ବିଷୟ। ତେଣୁ ଆମେ ପୂର୍ଣ୍ଣାଙ୍ଗତା ହାସଲ କରିନାହାନ୍ତି, ପୂର୍ଣ୍ଣାଙ୍ଗ ହବା ପାଇଁ ଆମେ ଚେଷ୍ଟା କରୁଛନ୍ତି। ସେ ପଛରେ ମାଙ୍କର କରୁଣା ରହିଛି, ପ୍ରଭୁଙ୍କର କରୁଣା ରହିଛି। ତେଣୁ ଆମେ ତାଙ୍କର କରୁଣା ଭିତରେ ରହିକି ତାଙ୍କର କରୁଣାଟିକୁ ଆମେ ଅନ୍ୟମାନଙ୍କୁ ବାଣ୍ଟିବା। ଯେତେବେଳେ ମୁଁ କଥା କହୁଛି, ମୁଁ ପ୍ରଭୁଙ୍କର ଶବ୍ଦ ଆପଣଙ୍କୁ ଉପହାର ଦଉଛି। ମୁଁ ଯଦି ଏ ବିଷୟରେ ସଚେତନ ଥାଏ, ତାହେଲେ ମୋ ଭିତରେ ଥିବା ମହତ୍ତ୍ୱଟି ଲୋପ ହଉଛି। ଯେ ମୁଁ କହୁନାହିଁ, ଏଇଟା ମାଙ୍କର ଶବ୍ଦ, ପ୍ରଭୁଙ୍କର ଶବ୍ଦ ମୋ ଜରିଆରେ, ମୋ କଣ୍ଠ ଦେଇକି ଆପଣଙ୍କ ପାଖରେ ପହଞ୍ଚୁଛି। ତେଣୁ ମଝିରେ ମୁଁ ନାହିଁ, କେବଳ ଆପଣ ଅଛନ୍ତି ଆଉ ମୋର ପ୍ରଭୁ ଅଛନ୍ତି। ତେଣୁ ସେଇ ଚେତନା ଭିତରକୁ ଗଲେ ଆମେ ମାଙ୍କର କାମ ଅଧିକ ସଫଳତାର ସହିତ କରିପାରିବା। ଧନ୍ୟବାଦ।